ସନ୍ନ୍ୟାସସ୍ତୁ ମହାବହୁ ଦୁଃଖମାପ୍ତୁମ ଯୋଗତଃ। ଏଠାରେ ପ୍ରଶ୍ନ ଉଠେ, କୌଣସି ସାଧକ ଏକ ସମୟରେ ଦୁଇଟି ଯାକ ନିଷ୍ଠା ଅନୁସାରେ ସାଧନା କରିପାରିବେ ନା ନାହିଁ? ଯଦି ପାରିବେ ନାହିଁ ତେବେ କାହିଁକି? ଏହାର ଉତ୍ତର ହେଉଛି ସାଂଖ୍ୟ ଯୋଗ ଏବଂ କର୍ମଯୋଗ। ଏହି ଉଭୟ ସାଧନା ଏକ ସମୟରେ ଜଣେ ପୁରୁଷଙ୍କ ଦ୍ୱାରା କରାଯାଇପାରିବ ନାହିଁ। କାରଣ କର୍ମଯୋଗୀ ସାଧନା କାଳରେ କର୍ମକୁ, କର୍ମଫଳକୁ, ପରମାତ୍ମାଙ୍କୁ ଓ ନିଜକୁ ଭିନ୍ନ ଭିନ୍ନ ମାନି କର୍ମଫଳ ଓ ଆସକ୍ତି ତ୍ୟାଗ କରି ଈଶ୍ୱରାର୍ଥ ବା ଈଶ୍ୱରାର୍ପଣ ବୁଦ୍ଧିରେ ସମସ୍ତ କର୍ମ କରନ୍ତି ଓ ସଂଖ୍ୟାଯୋଗୀ ମାୟାରେ ଉତ୍ପନ୍ନ ସକଳ ଗୁଣରେ ହିଁ ପ୍ରବୃତ ରହନ୍ତି, ଅଥବା ଇନ୍ଦ୍ରିୟମାନେ ଇନ୍ଦ୍ରିୟମାନଙ୍କ ଅର୍ଥରେ ହିଁ ପ୍ରବୃତ ରହନ୍ତି ବୋଲି ବୁଝି ମନ, ଇନ୍ଦ୍ରିୟ ଏବଂ ଶରୀର ଦ୍ୱାରା ହେଉଥିବା କୌଣସି କ୍ରିୟାରେ କର୍ତ୍ତାପଣ ଅଭିମାନ ନ ରଖି କେବଳ ସର୍ବବ୍ୟାପୀ ସଚ୍ଚିଦାନନ୍ଦ ଘନ ପରମାତ୍ମାଙ୍କ ସ୍ୱରୂପରେ ଅଭିନ୍ନ ଭାବରେ ସ୍ଥିର ରହନ୍ତି। କର୍ମଯୋଗୀ ନିଜକୁ କର୍ତ୍ତା ବୋଲି ମାନନ୍ତି, ସାଂଖ୍ୟଯୋଗୀ ନିଜକୁ କର୍ତ୍ତା ବୋଲି ମାନନ୍ତି ନାହିଁ। କର୍ମଯୋଗୀ ନିଜର କର୍ମକୁ ଭଗବାନଙ୍କୁ ଅର୍ପଣ କରନ୍ତି। ସାଂଖ୍ୟଯୋଗୀ ମନ ଓ ଇନ୍ଦ୍ରିୟମାନଙ୍କ ଦ୍ୱାରା ହେଉଥିବା ଅହଂଭାବ ରହିତ କ୍ରିୟାମାନଙ୍କୁ କର୍ମ ବୋଲି ମାନନ୍ତି ନାହିଁ। କର୍ମଯୋଗୀ ପରମାତ୍ମାଙ୍କୁ ନିଜଠାରୁ ପୃଥକ୍ ବୋଲି ମାନନ୍ତି। ସାଂଖ୍ୟଯୋଗୀ ସର୍ବଦା ଅଭେଦ ବୋଲି ମାନନ୍ତି। କର୍ମଯୋଗୀ ପ୍ରକୃତି ଓ ପ୍ରକୃତିର ପଦାର୍ଥମାନଙ୍କର ସତ୍ତାକୁ ସ୍ୱୀକାର କରନ୍ତି। ସାଂଖ୍ୟଯୋଗୀ ଏକ ବ୍ରହ୍ମ ବ୍ୟତୀତ ଅନ୍ୟ କୌଣସି ସତ୍ତା ମାନନ୍ତି ନାହିଁ। କର୍ମଯୋଗୀ କର୍ମଫଳ ଓ କର୍ମର ସତ୍ତା ମାନନ୍ତି। ସାଂଖ୍ୟଯୋଗୀ ବ୍ରହ୍ମ ଭିନ୍ନ କର୍ମ ଓ କର୍ମଫଳର ସତ୍ତା ମାନନ୍ତି ନାହିଁ କି ସେଥିରେ ନିଜର କୌଣସି ସମ୍ବନ୍ଧ ଅଛି ବୋଲି ମାନନ୍ତି ନାହିଁ। ଏହିପରି ଦେଖିଗଲେ ଦୁହିଁଙ୍କର ସାଧନା ପ୍ରଣାଳୀ ଏବଂ ମାନ୍ୟତାରେ ପୂର୍ବ ଓ ପଶ୍ଚିମ ପରି ସମ୍ପୂର୍ଣ୍ଣ ଭିନ୍ନତା ରହିଛି। ଏପରି ଅବସ୍ଥାରେ ଜଣେ ମନୁଷ୍ୟ ଏକ ସମୟରେ ଉଭୟ ନିଷ୍ଠାର ସାଧନା କରିପାରିବେ ନାହିଁ। ଯେପରି ଭାରତବର୍ଷରୁ ଆମେରିକାରେ ନ୍ୟୁୟର୍କ ସହରକୁ ଯିବାକୁ ଚାହୁଁଥିବା ଲୋକ ଯଦି ଏଠାରୁ କେବଳ ପୂର୍ବ ଦିଗକୁ ହିଁ ଚାଲନ୍ତି ତେବେ ସେ ଆମେରିକାରେ ପହଞ୍ଚିଯିବେ ଏବଂ ଯଦି କେବଳ ପଶ୍ଚିମ ଦିଗକୁ ଚାଲନ୍ତି ତେବେ ମଧ୍ୟ ଆମେରିକାରେ ପହଞ୍ଚିଯିବେ। ସେହିପରି ସାଂଖ୍ୟଯୋଗ ଏବଂ କର୍ମଯୋଗର ସାଧନା ପ୍ରଣାଳୀରେ ପରସ୍ପର ପ୍ରଭେଦ ରହିଥିଲେ ମଧ୍ୟ ମନୁଷ୍ୟ ସେ ଦୁଇଟି ମଧ୍ୟରୁ ଯେକୌଣସି ଗୋଟିଏ ପ୍ରଣାଳୀ ଦୃଢ଼ତାପୂର୍ବକ ନିଷ୍ଠାର ସହିତ ପାଳନ କରେ। ସେହି ଦୁଇ ମାର୍ଗରେ ଏକମାତ୍ର ପରମ ଲକ୍ଷ୍ୟ ପରମାତ୍ମାଙ୍କ ପାଖରେ ଶୀଘ୍ର ପହଞ୍ଚି ଯାଇପାରିବ। ଅଧିକାରୀ। ବର୍ତ୍ତମାନ ପ୍ରଶ୍ନ ହୁଏ, ଗୀତାରେ କୁହାଯାଇଥିବା ସାଂଖ୍ୟଯୋଗ ଏବଂ କର୍ମଯୋଗର ଅଧିକାରୀ କିଏ? କ'ଣ ସବୁ କର୍ଣ୍ଣର, ସବୁ ବର୍ଣ୍ଣର, ସବୁ ଆଶ୍ରମର ତଥା ସବୁ ଜାତିର ଲୋକ ଏହା ଆଚରଣ କରିପାରିବେ, ନା କୌଣସି ବିଶେଷ ବର୍ଣ୍ଣ, କୌଣସି ବିଶେଷ ଆଶ୍ରମ ତଥା ବିଶେଷ ଜାତିର ଲୋକ ଏହା ସାଧନା କରିପାରିବ? ଏହାର ଉତ୍ତର ଏହି ଯେ ଯଦ୍ୟପି ଗୀତାରେ ଯେଉଁ ପଦ୍ଧତି ନିରୂପଣ କରାଯାଇଛି ତାହା ସର୍ବଥା ଭାରତୀୟ ଏବଂ ଋଷି ସେବିତ, ତଥାପି ଗୀତାର ଶିକ୍ଷା ଉପରେ ବିଚାର କରି ଏତିକି କୁହାଯାଇପାରେ ଯେ ଗୀତାରେ କୁହାଯାଇଥିବା ସାଧନା ଗୁଡ଼ିକ ଅନୁସାରେ ଆଚରଣ କରିବାର ଅଧିକାର ମନୁଷ୍ୟ ମାତ୍ରକେ ସମସ୍ତଙ୍କର ଅଛି। ଜଗତଗୁରୁ ଭଗବାନ ଶ୍ରୀକୃଷ୍ଣ ସମସ୍ତ ମାନବ ସମାଜ ପାଇଁ ଏହି ଉପଦେଶ ପ୍ରଦାନ କରିଛନ୍ତି। ଏହା କୌଣସି ବିଶେଷ ବର୍ଣ୍ଣ ଅଥବା ବିଶେଷ ଆଶ୍ରମ ପାଇଁ ଉଦ୍ଦିଷ୍ଟ ନୁହେଁ। ଏହା ହିଁ ଗୀତାର ବିଶେଷତ୍ୱ। ଭଗବାନ ନିଜର ଉପଦେଶରେ ସ୍ଥାନେ ସ୍ଥାନେ ମାନବଃ, ନରଃ, ଦେହଭୃତ, ଦେହୀ ଆଦି ଶବ୍ଦ ପ୍ରୟୋଗ କରି ଏହି କଥା ସ୍ପଷ୍ଟ କରିଦେଇଛନ୍ତି। ଯେଉଁଠାରେ ସାଂଖ୍ୟ ଯୋଗକୁ ମୁଖ୍ୟ ସାଧନା ବୋଲି କହି ଦିଆଯାଇଛି ସେଠାରେ ଭଗବାନ ଦେହୀ ଶବ୍ଦ ପ୍ରୟୋଗ କରି ମନୁଷ୍ୟ ମାତ୍ରେ ସମସ୍ତଙ୍କୁ ଏହାର
ଅଧିକାରୀ ବୋଲି କହିଛନ୍ତି। ଏହିପରି ଭାବରେ ଭଗବାନ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ମନୁଷ୍ୟ ମାତ୍ରେ ସମସ୍ତେ ନିଜ ନିଜର ଶାସ୍ତ୍ର ବିହିତ କର୍ମ ଦ୍ୱାରା ସର୍ବବ୍ୟାପୀ ପରମେଶ୍ୱରଙ୍କ ପୂଜା କରି ସିଦ୍ଧି ପ୍ରାପ୍ତ କରିପାରିବେ। ଠିକ୍ ଏହିପରି ଭକ୍ତି ପାଇଁ ମଧ୍ୟ ସ୍ତ୍ରୀ ଶୂଦ୍ର ଏପରି କି ପାପ ଯୋନିମାନେ ବି ଅଧିକାରୀ ଅଟନ୍ତି ବୋଲି ଭଗବାନ କହିଛନ୍ତି। ପୁଣି ଯେଉଁଠାରେ ଭଗବାନ ଯେକୌଣସି ସାଧନା ସମ୍ବନ୍ଧରେ ଉପଦେଶ ଦେଇଛନ୍ତି ସେଠାରେ ଉକ୍ତ ସାଧନା କରିବା ପାଇଁ କୌଣସି ଏକ ବିଶେଷ ବର୍ଣ୍ଣ ଆଶ୍ରମ ବା ଜାତିର ହିଁ ଅଧିକାରୀ ଅଛି ଏବଂ ଏଥିପାଇଁ ଅନ୍ୟମାନଙ୍କର ଅଧିକାର ନାହିଁ ବୋଲି କହିନାହାନ୍ତି। ତଥାପି ସ୍ମରଣ ରଖିବା ଉଚିତ ଯେ ସମସ୍ତ କର୍ମ ସମସ୍ତ ମନୁଷ୍ୟଙ୍କ ପାଇଁ ଉପଯୋଗୀ ନୁହେଁ। ସେଥିପାଇଁ ଭଗବାନ ବର୍ଣ୍ଣ ଧର୍ମ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ଯେଉଁ ବର୍ଣ୍ଣ ପାଇଁ ଯେଉଁ କର୍ମ ବିହିତ ତାହା ପାଇଁ ହିଁ ସେହି କର୍ମ କର୍ତ୍ତବ୍ୟ, ଅନ୍ୟ ବର୍ଣ୍ଣଙ୍କ ପାଇଁ ନୁହେଁ। ଏହି କଥା ଧ୍ୟାନରେ ରଖି ହିଁ କର୍ମ କରିବା ଉଚିତ। ଏପରି ବର୍ଣ୍ଣ ଧର୍ମ ଦ୍ୱାରା ନିୟତ କର୍ତ୍ତବ୍ୟ କର୍ମକୁ ମନୁଷ୍ୟ ମାତ୍ରେ ନିଜ ନିଜର ଅଧିକାର ଓ ରୁଚି ଅନୁକୂଳ କରିପାରିବେ। ବର୍ଣ୍ଣ ଧର୍ମର ଅତିରିକ୍ତ ମାନବ ମାତ୍ର ପାଇଁ ପାଳନୀୟ ସଦାଚାର, ଭକ୍ତି ଆଦି ସାଧନା ସମସ୍ତେ କରିପାରିବେ। କେତେକ ଲୋକ ଏପରି ମନେ କରନ୍ତି ଯେ ସାଂଖ୍ୟ ଯୋଗ ସାଧନାରେ କେବଳ ସନ୍ନ୍ୟାସୀମାନଙ୍କର ଅଧିକାର ରହିଛି, ଅନ୍ୟ ଆଶ୍ରମୀମାନଙ୍କର ନାହିଁ। ଏହା ମଧ୍ୟ ଯୁକ୍ତିସଙ୍ଗତ ବୋଲି ମନେ ହୁଏ ନା। ଭଗବାନ ସାଂଖ୍ୟ ଦୃଷ୍ଟିରେ ବି ଯୁଦ୍ଧ କରିବାକୁ ଆଜ୍ଞା ଦେଇଛନ୍ତି। ଭଗବାନ ଯଦି କେବଳ ସନ୍ନ୍ୟାସୀମାନଙ୍କୁ ସାଂଖ୍ୟ ଯୋଗର ଅଧିକାରୀ ବୋଲି ମାନିଥାନ୍ତେ ତେବେ ଅର୍ଜୁନଙ୍କୁ ଏହି ଦୃଷ୍ଟିରୁ ଯୁଦ୍ଧ କରିବାକୁ କଦାପି ଆଜ୍ଞା ଦେଇନଥାନ୍ତେ। କାରଣ ଯୁଦ୍ଧ ରୂପୀ ଘୋର କର୍ମର କଥା ବା କ'ଣ କହିବା, ସନ୍ନ୍ୟାସ ଆଶ୍ରମରେ କର୍ମ ମାତ୍ରରେ ତ୍ୟାଗ କରିବାକୁ କୁହାଯାଇଛି। ପୁଣି ଅର୍ଜୁନ ତ ସନ୍ନ୍ୟାସୀ ନଥିଲେ, ତାଙ୍କୁ ଭଗବାନ ଜ୍ଞାନୀମାନଙ୍କ ପାଖକୁ ଯାଇ ଜ୍ଞାନ ଶିକ୍ଷା କରିବାକୁ କହିଛନ୍ତି। ଏହାଛଡ଼ା ତୃତୀୟ ଅଧ୍ୟାୟରେ 4th ଶ୍ଲୋକରେ ଭଗବାନ କେବଳ ସ୍ୱରୂପତଃ କର୍ମ ତ୍ୟାଗର ସାଂଖ୍ୟ ଯୋଗର ସିଦ୍ଧି ମିଳେ ନାହିଁ ବୋଲି କହିଛନ୍ତି। ଯଦି କେବଳ ସନ୍ନ୍ୟାସୀମାନେ ହିଁ ସାଂଖ୍ୟ ଯୋଗର ଅଧିକାରୀ ବୋଲି ଭଗବାନ ମାନୁଥାନ୍ତେ ତେବେ ସାଂଖ୍ୟ ଯୋଗ ପାଇଁ କର୍ମ ମାତ୍ରକେ ତ୍ୟାଗ କରିବା ଆବଶ୍ୟକ ବୋଲି କହିଥାନ୍ତେ ଏବଂ ଏହା କହିନଥାନ୍ତେ ଯେ କେବଳ ସ୍ୱରୂପତଃ କର୍ମ ତ୍ୟାଗ କରିଦେଲେ ସାଂଖ୍ୟ ଯୋଗର ସିଦ୍ଧି ହୋଇଯାଏ ନାହିଁ। କେବଳ ସେତିକି ନୁହେଁ, ଯେଉଁଠାରେ ଜ୍ଞାନ ସାଧନା କଥା କୁହାଯାଇଛି ସେଠାରେ ସ୍ତ୍ରୀ, ପୁତ୍ର, ଧନ, ଗୃହ ସମ୍ପଦ ଆଦିରେ ଆସକ୍ତି ଏବଂ ମମତ୍ୱ ତ୍ୟାଗକୁ ଏକ ସାଧନା ବୋଲି କୁହାଯାଇଛି। ଆସକ୍ତିରନ୍ ଭିଷୁଙ୍ଗ ପୁତ୍ର ଦାରୁ ଗୃହାଦିଷୁ। ସ୍ତ୍ରୀ, ପୁତ୍ର, ଧନ, ଗୃହ ଆଦି ସହିତ ସ୍ୱରୂପତଃ ସମ୍ବନ୍ଧ ରହିଥିଲେ ହିଁ ସେମାନଙ୍କ ପ୍ରତି ଆସକ୍ତି ଓ ମମତ୍ୱ ତ୍ୟାଗର କଥା କୁହାଯାଇପାରିବ। ସନ୍ନ୍ୟାସ ଆଶ୍ରମରେ ଏସବୁ ସ୍ୱଭାବତଃ ତ୍ୟାଗ କରାଯାଇଥାଏ। ଏହିପରି ଅବସ୍ଥାରେ ଯଦି ସନ୍ନ୍ୟାସୀମାନଙ୍କର ହିଁ ଜ୍ଞାନ ଯୋଗରେ ସାଧନା କରିବାର ଅଧିକାର ଥାନ୍ତା ତେବେ ସେମାନଙ୍କ ପାଇଁ ଏସବୁ ପ୍ରତି ଆସକ୍ତି ଏବଂ ମମତ୍ୱ ତ୍ୟାଗର କଥା କହିବା ଅନାବଶ୍ୟକ ଥିଲା। ତୃତୀୟ କଥା ହେଲା 18 ଅଧ୍ୟାୟର ଅର୍ଜୁନ ଯେଉଁଠାରେ ସନ୍ନ୍ୟାସ ଏବଂ ତ୍ୟାଗ ସମ୍ବନ୍ଧରେ ପ୍ରଶ୍ନ କରିଛନ୍ତି ସେଠାରେ ଭଗବାନ ସନ୍ନ୍ୟାସ ସ୍ଥାନରେ ସାଂଖ୍ୟ ଯୋଗର ହିଁ ବର୍ଣ୍ଣନା କରିଛନ୍ତି। କୌଣସିଠାରେ ବି ସନ୍ନ୍ୟାସ ଆଶ୍ରମର ଉଲ୍ଲେଖ ନାହିଁ। ଯଦି ଭଗବାନଙ୍କୁ ସନ୍ନ୍ୟାସ ଶବ୍ଦରୁ ସନ୍ନ୍ୟାସ ଆଶ୍ରମ ବିପ୍ରେତ ହୋଇଥାନ୍ତା ଅଥବା ସେ ଯଦି କେବଳ ସନ୍ନ୍ୟାସୀମାନଙ୍କୁ ସାଂଖ୍ୟ ଯୋଗର ଅଧିକାରୀ ବୋଲି ମାନିଥାନ୍ତେ ତେବେ ଏହି ପ୍ରସଙ୍ଗରେ ନିଶ୍ଚିତ ଭାବରେ ସ୍ପଷ୍ଟ ଶବ୍ଦରେ ଉଲ୍ଲେଖ କରିଥାନ୍ତେ। ଏହିସବୁ କଥାକୁ ସ୍ପଷ୍ଟ ପ୍ରମାଣିତ ହୁଏ ଯେ ସାଂଖ୍ୟ ଯୁଗରେ କି ସନ୍ନ୍ୟାସୀ କି ଗୃହସ୍ଥ ସମସ୍ତଙ୍କର ମାନ ରୂପରେ ଅଧିକାର ଅଛି। ହିଁ ଏତିକି କଥା ଅବଶ୍ୟ କୁହାଯାଇପାରେ ଯେ ସାଂଖ୍ୟ ଯୋଗ ସାଧନା କରିବା ନିମିତ୍ତ ସନ୍ନ୍ୟାସ ଆଶ୍ରମରେ ଅନେକ ସୁବିଧା ରହିଛି। ଏହି ଦୃଷ୍ଟିରୁ ଏହି ଆଶ୍ରମକୁ ଗୃହସ୍ଥ ଆଶ୍ରମ ଅପେକ୍ଷା ସାଂଖ୍ୟ ଯୋଗର ସାଧନାମାନଙ୍କ ପାଇଁ ଅଧିକ ଉପଯୁକ୍ତ ବୋଲି କହିପାରନ୍ତି। କର୍ମଯୋଗ ସାଧନାରେ କର୍ମର ପ୍ରାଧାନ୍ୟ ରହିଛି ଏବଂ ସ୍ୱବର୍ଣ୍ଣୋଚିତ ବହିତ କର୍ମ
विहित कर्म करने उचित बोली विशेष रूप से आज्ञा दि जाइछि। बरं कर्म मात्र के त्याग करने को यही जोगरे बाधक बोली कहुଯାଇଛି। तेणु संन्यास आश्रम रे कर्म प्रधान कर्म जोग आचरित हो पारे नहीं, कारण सेठारे द्रव्य और यज्ञ दानादि कर्म संपूर्ण त्याग करा जाए। किंतु सबु आश्रम रे भगवान को भक्ति करा जाई पारे। एणु भक्ति प्रधान कर्म जोग सबु आश्रम रे होई पारिबो। किछि लोकंक मध्य रे भ्रम व्यापी जाइछि जे गीता हेउछि किछि लोकंक मध्य रे भ्रम व्यापी जाइछि जे गीता हेउछि साधु सन्यासी मानक साधनार विषय, यह गृहस्थंक पई नुहे। तेणु काले पुओ गृहस्थाश्रम त्याग करिदेव, एही भୟରେ ସେମାନେ बालक मानंकु प्राय गीता पढ़िबा को दियंती नहीं। किंतु सेमानंकर एपरि बुझिबा पूरापूरी भूल। यह ऊपर लिखित आलोचनार स्पष्ट हो जाए। मोह हेतु निजर क्षात्र धर्मरु विमुख होई अर्जुन भिक्षा अन्नरे जीवन निर्वाह करने पई उद्यत हेउथिबा बेले गीता उपदेश शुणी आजीवन गृहस्थाश्रम रे रही निजर कर्तव्य पालन करथिले, सेही गीता शास्त्र रे विपरीत परिणाम किपरि होई पारे। केवल सेतिकी नुहे, गीतार उपदेष्टा स्वयं भगवान श्रीकृष्ण जेपर्यंत एही धराधाम रे अवतार रूप रे रहिथिले से पर्यंत से निरंतर कर्म करुथिले, साधु मानंको रक्षा करुथिले, दुष्टंको संहार करी संतंको उद्धार करुथिले एवं धर्म स्थापना करुथिले। केवल सेतिकी नुहे, से यह मध्य कहिथिले जे जदि से सावधान होई कर्म न करती तेबे लोके तांको देखा देखी कर्म त्याग करी अलस होइजिवे एवं एहीपरि भावरे लोक मर्यादा विच्छिन्न भिन्न हेबार दायित्व तांको उपरु आसीजिवो। यार अर्थ नुहे जे गीता सन्यासी मानंक पई नुहे, गीता समस्त वर्णाश्रम व्यक्ति मानंक पई। समस्ते निज निजर वर्णाश्रम कर्म करी सांख्य बा जोग दुईटी मध्यरु जेकोसी गोटी को निष्ठार सहित अधिकार अनुसार साधना करि परिबे। गीतारे भक्ति ज्ञान कर्म सबु विषय रे विशद रूप से विवेचना करा जाइछि। सबु मार्ग रे चलुथिबा लोक मानंको एथिरु यथेष्ट सामग्री मिली पारिबो। किंतु अर्जुन भगवानंकर भक्त थिले, तेणु सबु विषय प्रतिपादन करि सारी जेउठारे भगवान अर्जुन को स्वयं आचरण करने को आज्ञा देइछंती, सेठारे भगवान प्राय भक्ति प्रधान कर्म जोगर उपदेश ही देइछंती। कौनसी ठारे से केवल कर्म करने को आज्ञा देइछंती, किंतु ता सहित अन्य स्थल को भी नहीं भक्तिर अध्याहार करिनेबा उचित। चतुर्थ अध्याय 34 श्लोक रे भगवान अर्जुन को ज्ञानी मानंक पाखक जाई ज्ञान शिक्षा कर बोली आज्ञा देइछंती, किंतु ताहा देइछंती ज्ञान प्राप्ति करिवार प्रणाली कही देबा पई एवं अर्जुन को चेतावनी देबा पई। वास्तव रे अर्जुन को ज्ञान शिखिबा को अन्य कौनसी ज्ञानी पाखक पठाइबा भगवानंकर अभिप्राय नथिले एवं अर्जुन मध्य एही प्रक्रिया रे कौनसी ज्ञान शिखि नथिले। उपक्रम उपसंहार देखिले शरणागति रे ही गीतार पर्यावसन होइछि बोली प्रतीत हेउछि। एही कथाटी तो गीतार उपदेश असुच्यान नो सोच तुम एही शोकरे प्रारंभ होइछि, किंतु उपक्रमर बीज अर्जुनंकर उक्ति कार्पण्य दोष पहत स्वभाव रे रहिछि। एथिरे प्रपन्नम पदरे शरणागति रे भाव स्पष्ट हो जाइछि। तेणु सर्वधर्मान परित्याज्य शोकरे भगवान शरणागति रे ही निज उपदेश उपसंहार करछन्ति।
ଗୀତାରେ ଏପରି କୌଣସି ବି ଅଧ୍ୟାୟ ନାହିଁ ଯେଉଁଥିରେ କି କୌଣସି ନା କୌଣସି ଠାରେ ଭକ୍ତିର ପ୍ରସଙ୍ଗ ଆସେ ନାହିଁ। ଉଦାହରଣ ସ୍ୱରୂପ ଦ୍ୱିତୀୟ ଅଧ୍ୟାୟର 61, ତୃତୀୟ ଅଧ୍ୟାୟର 30, ଚତୁର୍ଥ ଅଧ୍ୟାୟରେ 11, ପଞ୍ଚମ ଅଧ୍ୟାୟରେ 29, ଷଷ୍ଠ ଅଧ୍ୟାୟରେ 47, ପଞ୍ଚମ ଅଧ୍ୟାୟରେ 14, ଅଷ୍ଟମ ଅଧ୍ୟାୟରେ 14, ନବମ ଅଧ୍ୟାୟରେ 34, ଦଶମ ଅଧ୍ୟାୟରେ ନବମ, 11 ଅଧ୍ୟାୟରେ 54, 12 ଅଧ୍ୟାୟରେ ଦ୍ୱିତୀୟ, 13 ଅଧ୍ୟାୟରେ ଦଶମ, ଚତୁର୍ଥ ଅଧ୍ୟାୟରେ 26, 15 ଅଧ୍ୟାୟରେ 19, 16 ଅଧ୍ୟାୟରେ ପ୍ରଥମ, ଯେଉଁଥିରେ ଜ୍ଞାନ ଯୋଗ ବ୍ୟବସ୍ଥିତି ପଦ ଦ୍ୱାରା ଭଗବାନ ଧ୍ୟାନ କଥା କହିଛନ୍ତି। 17 ଅଧ୍ୟାୟରେ 27 ଏବଂ 18 ଅଧ୍ୟାୟରେ 66ତମ ଶ୍ଲୋକରେ ଏହା ଦେଖିବା ଉଚିତ। ଏପରି ପ୍ରତ୍ୟେକ ଅଧ୍ୟାୟରେ ଭକ୍ତିର ପ୍ରସଙ୍ଗ ଆସିଛି। ସପ୍ତମ ଅଧ୍ୟାୟରୁ ଦ୍ୱାଦଶ ଅଧ୍ୟାୟ ପର୍ଯ୍ୟନ୍ତ ଭକ୍ତି ଯୋଗର ପ୍ରକରଣ ହିଁ ପରିପୂର୍ଣ୍ଣ ହୋଇ ରହିଛି। ତେଣୁ ଏହି 6 ଅଧ୍ୟାୟରୁ ଭକ୍ତି ପ୍ରଧାନ ମନେ କରାଯାଏ। ଉଦାହରଣ ପାଇଁ ଏଠାରେ ପ୍ରତ୍ୟେକ ଅଧ୍ୟାୟର କେବଳ ଗୋଟିଏ ଶ୍ଲୋକ ସଂଖ୍ୟା ଉଲ୍ଲେଖ କରାଯାଇଛି।